ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଓ ଚନ୍ଦ୍ରମା ଏକାଠି ହେବା ପରେ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି ହୋଇଥାଏ, ଯାହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିଥାଏ। ବୃହସ୍ପତି ଓ ଚନ୍ଦ୍ରମା ଏକାଠି ହେଲେ ଗଜକେଶରୀ ରାଜଯୋଗ ସୃଷ୍ଟି ହୋଇଥାଏ। ଏହା ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏହି ଯୋଗ ବ୍ୟକ୍ତିଙ୍କୁ ସଫଳତା, ଧନ ଓ ସମ୍ମାନ ପ୍ରଦାନ କରିଥାଏ। ଶାସ୍ତ୍ର ଅନୁସାରେ 26 ମାର୍ଚ୍ଚରେ ଏହି ଯୋଗ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ କିଛି ରାଶିଙ୍କ ବନ୍ଦ ଭାଗ୍ୟରେ ତାଲା ଖୋଲିବା ସହ ବଡ଼ ସଫଳତା ଆଣିବ। ଜାଣନ୍ତୁ ସେସବୁ ରାଶିଙ୍କ ବିଷୟରେ। ପ୍ରଥମ ରାଶି ହେଉଛି ମିଥୁନ ରାଶି। ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ପ୍ରଥମ ଭାଗରେ ଏହି ଯୋଗ ହେଉଛି, ଯାହା କର୍ମକ୍ଷେତ୍ରରେ ଉନ୍ନତି ଓ ଧନ ଲାଭର ସୁଯୋଗ ଆଣିବ। ଆୟରେ ବୁଦ୍ଧି ସହ ପୁରୁଣା ନିବେଶର ଲାଭ ମିଳିବ। ଚାକିରିରେ ପଦୋନ୍ନତି ସହ ନୂଆ ଦାୟିତ୍ୱ ମଧ୍ୟ ମିଳିବ। ବ୍ୟବସାୟରୁ ମଧ୍ୟ ବଡ଼ ଲାଭ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ 11ତମ ସ୍ଥାନରେ ହୋଇଛି, ଯାହା ଆୟ ଓ ଲାଭ ପ୍ରାପ୍ତର ସ୍ଥାନ। ଏହି ସମୟରେ ନୂଆ ନୂଆ ସୁଯୋଗ ମିଳିବା ସହ ଆୟର ମଧ୍ୟ ବୃଦ୍ଧି ହେବ। ସରକାରୀ ସ୍ତରରେ ମଧ୍ୟ ଲାଭ ମିଳିବ। ହଠାତ୍ ଧନ ପ୍ରାପ୍ତି ହେବ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶିଙ୍କ ଜାତକରେ ଏହି ଯୋଗ 10ମ ସ୍ଥାନରେ ହୋଇଛି। ଏହି ସ୍ଥାନ କର୍ମକ୍ଷେତ୍ର ସହ ଜଡ଼ିତ। ଏହି ଯୋଗ ଫଳରେ ଅଟକିଥିବା କାମ ପୂରଣ ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ନିଜର ଲକ୍ଷ୍ୟ ହାସଲ କରିବା ସହ ବଡ଼ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ସହ ଦରମା ମଧ୍ୟ ବୃଦ୍ଧି ହେବ। ବ୍ୟବସାୟରେ ମଧ୍ୟ ବଡ଼ ଲାଭ ହେବ। ବନ୍ଧୁଗଣ, ଆପଣଙ୍କର କେଉଁ ରାଶି ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆପଣଙ୍କ ଦିନଟି ଶୁଭମୟ ହେଉ।